ସେ ମାର୍ଚ୍ଚ ମାସ 9 ତାରିଖ ଦିନ ବଡ଼ରାମା ଘାଟିରେ ଏକ ସଡ଼କ ଦୁର୍ଘଟଣା ହେଇଥିଲା। ସଡ଼କ ଦୁର୍ଘଟଣାରେ ଆମର ସ୍ଥାନୀୟ ଅଞ୍ଚଳର 3 ଜଣ ନିରୀହ ଯୁବକଙ୍କର ପ୍ରାଣହାନି ହୋଇଥିଲା। ତେଣୁ ସେ ପରିପ୍ରେକ୍ଷୀରେ ଆମେ ସଡ଼କ ସୁରକ୍ଷା ସଚେତନ କରିବା ଉଦ୍ଦେଶ୍ୟରେ ଆଜି ବଡ଼ରାମାର ଗ୍ରାମ ପଞ୍ଚାୟତ ଅଫିସରେ ସରପଞ୍ଚଙ୍କର ସହଯୋଗରେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଜମନକିରା ତହସିଲଦାର ଏବଂ ଜମନକିରା ଥାନା ଭାରପ୍ରାପ୍ତ ଅଧିକାରୀ ଏବଂ ବଡ଼ରାମାର ନାୟକ ସରପଞ୍ଚ, ଜିଲ୍ଲା ପରିଷଦ ମେମ୍ବର ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ସଡ଼କ ସୁରକ୍ଷା ଉପରେ କର୍ମଶାଳା ଆୟୋଜନ କରାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜନସାଧାରଣ କିପରି ସଡ଼କ ସୁରକ୍ଷା ଉପରେ ସଚେତନ ହେବେ ଏବଂ ତାଙ୍କ ମୂଲ୍ୟବାନ ଜୀବନକୁ ରକ୍ଷା କରିବା ସହିତ ଏବଂ ଏବଂ ସଡ଼କ ସୁରକ୍ଷାର ଯେଉଁ ତାର ମାହାତ୍ମ୍ୟକୁ ବୁଝିପାରିବେ ସେଥି ନିମନ୍ତେ ତାଙ୍କୁ ସଚେତନ କରାଯାଇଥିଲା। ସେମାନେ କୌଣସି ବ୍ୟକ୍ତି ଗାଡ଼ିର ଡକୁମେଣ୍ଟ ନଥାଇ ଚାଳନା କରିବା ଠିକ୍ ନୁହଁ ଏବଂ ହେଲମେଟ୍ ପିନ୍ଧି ଯାନବାହନ ଚଳାଇବା ଉଚିତ। ତା ବ୍ୟତୀତ କୌଣସି ମଦ୍ୟପାନ ବା ନିଶା ଦ୍ରବ୍ୟ ସେବନ କରି ଗାଡ଼ି ଚାଳନାରେ ନିବୃତ୍ତ ରହିବା, କାରଣ ଏହାଦ୍ୱାରା ହେଲା ସେମାନେ କୌଣସି କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଥାନ୍ତି ଏବଂ ଏତଦ୍ ବ୍ୟତୀତ ତାଙ୍କର ଦରକାର ପଡ଼ିଲେ ବି ଯଦି ନିଶା ସେବନ କରି ଗାଡ଼ି ଚାଳନା କରିବେ ଆମ ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ କେସ୍ ହେଉଛି, ସେଥିରେ ତାଙ୍କ ଗାଡ଼ିଟି ଜବତ ହେଉଛି ଏବଂ ତାଙ୍କୁ 10,000 ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ୁଛି। ତେଣୁ ସଚେତନ କରାହେଉଛି ଯେ ରାସ୍ତାରେ କିପରି ସେମାନେ ଯିବା ଆସିବା କରିବେ, ଯାତାୟାତ କରିବେ ଏବଂ ତାଙ୍କ ମୂଲ୍ୟବାନ ଜୀବନକୁ ରକ୍ଷା କରିପାରିବେ।